ଏକ ଜଙ୍ଗଲରେ ଶିଆଳ ଓ ସିଂହ ବାସ କରୁଥିଲେ। ସିଂହ ସବୁବେଳେ ଜଙ୍ଗଲର ପଶୁପକ୍ଷୀମାନଙ୍କୁ ଡର ଦେଇଥାଏ। ସିଂହଟି ବୁଢ଼ା ହେଇଗଲା। ସେ ଶିକାର କରିପାରୁନଥିଲା। ଦିନେ ସେ ଚାଲାକି କଲା, ଗୁମ୍ଫାରେ ପଡ଼ି ରହିଲା ଏବଂ ସେଇ ବାଟେ ଯେଉଁ ପଶୁପକ୍ଷୀ ଦେଖିଲା ତାଙ୍କୁ ମାରି ଖାଇଲା। ଶିଆଳ ଗୁମ୍ଫା ପାଖକୁ ଆସିଲା। ସେ ଗୁମ୍ଫାକୁ ଦେଖି ସେ ସନ୍ଦେହ କଲା। ସେ କହିଲା, ଗୁମ୍ଫାରେ ପାଦ ଚିହ୍ନ ପ୍ରବେଶ କରିଛି କିନ୍ତୁ ବାହାରକୁ ଆସିନାହିଁ। ତାହେଲେ ଏଇ ଭିତରେ ସିଂହ ରାଜା ଅଛନ୍ତି। ସେଥିପରେ ଶିଆଳଟି ଚତୁରତା ସହ ଫେରିଲା ଓ ନିଜ ପ୍ରାଣ ବଞ୍ଚାଇଲା। ସେଥିପାଇଁ ସମସ୍ତେ ଚତୁରତା ସହ କାମ ନେବା। ଏକ ଜଙ୍ଗଲରେ ଶିଆଳ ଓ ସିଂହ ବାସ କରୁଥିଲେ। ସିଂହ ସବୁବେଳେ ଜଙ୍ଗଲର ପଶୁପକ୍ଷୀମାନଙ୍କୁ ଡର ଦେଇଥାଏ। ସିଂହଟି ବୁଢ଼ା ହେଇଗଲା। ସେ ଶିକାର କରିପାରୁନଥିଲା। ଦିନେ ସେ ଚାଲାକି କଲା, ଗୁମ୍ଫାରେ ପଡ଼ି ରହିଲା ଏବଂ ସେଇ ବାଟେ ଯେଉଁ ପଶୁପକ୍ଷୀ ଦେଖିଲା ତାଙ୍କୁ ମାରି ଖାଇଲା। ଶିଆଳ ଗୁମ୍ଫା ପାଖକୁ ଆସିଲା। ସେ ଗୁମ୍ଫାକୁ ଦେଖି ସେ ସନ୍ଦେହ କଲା। ସେ କହିଲା, ଗୁମ୍ଫାରେ ପାଦ ଚିହ୍ନ ପ୍ରବେଶ କରିଛି କିନ୍ତୁ ବାହାରକୁ ଆସିନାହିଁ। ତାହେଲେ ଏଇ ଭିତରେ ସିଂହ ରାଜା ଅଛନ୍ତି। ସେଥିପରେ ଶିଆଳଟି ଚତୁରତା ସହ ଫେରିଲା ଓ ନିଜ ପ୍ରାଣ ବଞ୍ଚାଇଲା। ସେଥିପାଇଁ ସମସ୍ତେ ଚତୁରତା ସହ କାମ ନେବା। ଏକ ଜଙ୍ଗଲରେ ଶିଆଳ ଓ ସିଂହ ବାସ କରୁଥିଲେ। ସିଂହ ସବୁବେଳେ ଜଙ୍ଗଲର ପଶୁପକ୍ଷୀମାନଙ୍କୁ ଡର ଦେଇଥାଏ। ସିଂହଟି ବୁଢ଼ା ହେଇଗଲା। ସେ ଶିକାର କରିପାରୁନଥିଲା। ଦିନେ ସେ ଚାଲାକି କଲା, ଗୁମ୍ଫାରେ ପଡ଼ି ରହିଲା ଏବଂ ସେଇ ବାଟେ ଯେଉଁ ପଶୁପକ୍ଷୀ ଦେଖିଲା ତାଙ୍କୁ ମାରି ଖାଇଲା। ଶିଆଳ ଗୁମ୍ଫା ପାଖକୁ ଆସିଲା। ସେ ଗୁମ୍ଫାକୁ ଦେଖି ସେ ସନ୍ଦେହ କଲା। ସେ କହିଲା, ଗୁମ୍ଫାରେ ପାଦ ଚିହ୍ନ ପ୍ରବେଶ କରିଛି କିନ୍ତୁ ବାହାରକୁ ଆସିନାହିଁ। ତାହେଲେ ଏଇ ଭିତରେ ସିଂହ ରାଜା ଅଛନ୍ତି। ସେଥିପରେ ଶିଆଳଟି ଚତୁରତା ସହ ଫେରିଲା ଓ ନିଜ ପ୍ରାଣ ବଞ୍ଚାଇଲା। ସେଥିପାଇଁ ସମସ୍ତେ ଚତୁରତା ସହ କାମ ନେବା।